ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଶିବ ସାଧକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଆପଣଙ୍କ ନିକଟରେ ଆଜି ଉପସ୍ଥାପନା କରିବି ଗ୍ରାମ ଭୈରବ। ମୋର କୌଣସି ଚଳଚ୍ଚିତ୍ର ପାଇଁ ମୁଁ ପୂର୍ବରୁ ପୂର୍ବ ପ୍ରସ୍ତୁତି କରିନଥାଏ, ସେଥିପାଇଁ ତଥ୍ୟ ଟିକେ ଏପଟ ସେପଟ ହୋଇପାରେ, ତା ପାଇଁ ମୁଁ ପୂର୍ବରୁ ଆପଣଙ୍କ ନିକଟରେ କ୍ଷମା ପ୍ରାର୍ଥୀ। ଭୈରବଙ୍କୁ କ୍ଷେତ୍ରପାଳ ବୋଲି କୁହାଯାଇଛି। ଶବ୍ଦ ଟିକେ ବୁଝନ୍ତୁ। କ୍ଷେତ୍ରପାଳ, କ୍ଷେତ୍ର ରକ୍ଷକ ନୁହେଁ, ଅର୍ଥାତ୍ ଯିଏ ସେହି କ୍ଷେତ୍ରଟିକୁ ପାଳନ କରନ୍ତି। ବୋଧହୁଏ ସେଥିପାଇଁ ଭୈରବଙ୍କର ଗୋଟେ ଅନ୍ୟ ନାଁ ଅଛି ବିଷ୍ଣୁ ବା ବିଷ୍ଣୁ ଭୈରବ ବୋଲି। ବୋଧହୁଏ ସିଏ ଆପଣଙ୍କର କ୍ରୋଧ କିମ୍ବା ରୁରୁ ଭୈରବଙ୍କ ଭିତରେ ଆସୁଛନ୍ତି। 64 ଭୈରବଙ୍କର ଗୋଟେ ନାଁ ଭିତରୁ ଗୋଟେ ନାଁ ଅଛି ବିଷ୍ଣୁ। କ୍ଷେତ୍ରପାଳ ଅର୍ଥାତ୍ ସେ କ୍ଷେତ୍ରର ପାଳନ କରନ୍ତି, ସେ କ୍ଷେତ୍ରର ସେ ହେଲେ ମୁଖିଆ। ସେଥିଲାଗି ତାଙ୍କୁ କୁହାଗଲା ଯେ ଖଡ଼ଗ ହସ୍ତମ୍। ଖଣ୍ଡା କିଏ ଧରନ୍ତି? ଖଣ୍ଡା ରାଜା ଧରନ୍ତି, ନହେଲେ ସେନାପତି ଯିଏ ଥାଆନ୍ତି ସେ ବି ଧରନ୍ତି। ବହୁତ ସମୟରେ ଆମେ କହୁ ଯେ ଭୈରବ ହେଲା ରକ୍ଷକ, ନିଶ୍ଚିତ ରୂପେ ରକ୍ଷକ, କିନ୍ତୁ ତାଙ୍କୁ କୁହାଗଲା କ୍ଷେତ୍ର ରକ୍ଷକ ନୁହେଁ, କ୍ଷେତ୍ରପାଳ। ସେହି ସନ୍ଦର୍ଭରେ ମୁଁ ଆପଣଙ୍କ ନିକଟରେ ଉପସ୍ଥାପନା କରିବାକୁ ଚାହୁଁଛି ଯେ ଆମେମାନେ ସମସ୍ତେ ଗ୍ରାମ ଦେବତାଙ୍କର ଯେଉଁ ଉପାଖ୍ୟାନଟା ଅଛି ସେ ସମ୍ପର୍କରେ ଅବଗତ। ଏଠି ଦେବତା ଅର୍ଥାତ୍ ମୁଁ କୌଣସି ପୁଲିଙ୍ଗ ଦେବ କିମ୍ବା ସ୍ତ୍ରୀଲିଙ୍ଗ ଦେବୀ କହୁନି, ସେ ଯିଏ ବି ହୁଅନ୍ତୁ, ଗ୍ରାମର ଯିଏ କ୍ଷେତ୍ରପାଳ ସିଏ ହେଲେ ଗ୍ରାମ ଦେବତା। ଆମର ଯେମିତି ଗ୍ରାମ୍ୟ ସମାଜରେ ବା ରୁରାଲ ସୋସାଇଟିଜ୍ ରହିଛି ଗ୍ରାମ ଦେବତା, ଠିକ୍ ଅନୁରୂପ ଆଦିବାସୀମାନଙ୍କ ସମାଜରେ ମଧ୍ୟ ଗ୍ରାମ ଦେବତା କିମ୍ବା ଦେବୀ ଅଛନ୍ତି। ଏଇ ଯେଉଁ ଗ୍ରାମ ଦେବତା ଏବଂ ଦେବୀ ହେଲେ ଯେକୌଣସି ଲୋକଙ୍କ ପାଇଁ ପ୍ରଥମ ଭୈରବ। ଭୈରବଙ୍କର ଯଦି ଆପଣ ସେ ତନ୍ତ୍ର ଲୋକ ଦେଖିବେ, ଯେଉଁଥିରେ କି ଅଭିନବ ଗୁପ୍ତ ବହୁତ ଲେଖିଛନ୍ତି, କିମ୍ବା ବିଜ୍ଞାନ ଭୈରବ ତନ୍ତ୍ର ବି ଦେଖିବେ, ଜାଣିପାରିବେ ଯେ ଭୈରବଙ୍କୁ କିଛି ଅଲଗା କୁହାଯାଉନି, ସେମାନେ ଗୋଟିଏ। ତ ସେଇ ସନ୍ଦର୍ଭରେ ଯଦି ଆମେ ଦେଖିବା, ସେ ଦେବୀ ହୁଅନ୍ତୁ କିମ୍ବା ଦେବ ହୁଅନ୍ତୁ, ଯେଉଁଟାକି ଆମେ ସୃଷ୍ଟି କରିଛନ୍ତି, କାରଣ ଭଗବାନଙ୍କର ତ କୌଣସି ଲିଙ୍ଗ ନଥାଏ, ସିଏ ହେଲେ ସେ ଗ୍ରାମ ପାଇଁ ବା ଗ୍ରାମବାସୀମାନଙ୍କ ପାଇଁ ଭୈରବ। ଏବେ କିଛି ଦିନ ତଳେ ମୋର ଜଣେ ସେ ଆନ୍ଧ୍ରପ୍ରଦେଶର ଚିହ୍ନା ଆନ୍ନା ଥିଲେ, ସେ ମୋ ପାଖକୁ ଗୋଟେ ଭିଡ଼ିଓ ପଠାଇଥିଲେ, ଯେଉଁଠିକି ସେ ତାଙ୍କ ପାଖ ଆଖ ଏରିଆରେ ଗୋଟେ ଜାଗାରେ ଭୈରବ ପୂଜା ହେଉଥିଲା। ତ ସେ ଭୈରବ କୌଣସି ଚତୁଃଷଷ୍ଠୀ ଭୈରବ ଭିତରେ ଭୈରବ ନୁହନ୍ତି, ସେ କୌଣସି ଆମେ କାଳ ଭୈରବ ବି ନୁହନ୍ତି, ସେ ଜଣେ ହେଲେ ଗ୍ରାମ ଦେବତା ଏବଂ ସମ୍ପୂର୍ଣ୍ଣ ଭୈରବଙ୍କ ଭଳିଆ ଦେଖାଯାଉଛନ୍ତି। ଯେମିତି ନିଶ ରଖିକି ଖଡ଼ଗ ଧରିକି ଡରିଲା ଭଳିଆ ରୂପ, ଆପଣ ସେଭଳିଆ ଦେଖିବେ ବହୁତ ଗ୍ରାମ ଦେବୀ ଏବଂ ଦେବତାଙ୍କର ମଧ୍ୟ ରୂପ ଗୁଡ଼ିକ ଟିକେ କରାଳ, ବିଶେଷ ସୌମ୍ୟ ନୁହେଁ। ବିଶେଷତଃ ଆପଣ ଏଇ ଦେଖିଥିବେ ଫୁଲବାଣୀ ଏରିଆରେ ବରାଳି ଦେବୀ ହେଲେ, କିମ୍ବା ଆମର ଏଠି ହିଙ୍ଗୁଳା ତ ଛାଡ଼ନ୍ତୁ, ଚଣ୍ଡୀ ଭିତରେ ଆସିଗଲେ, ବିଶେଷତଃ ଗ୍ରାମ ଦେବୀ ଯେଉଁମାନେ ରହିଲେ ସେମାନେ ଟିକେ ଦେଖିବାକୁ ବିକରାଳ, ଯେଉଁଟାକି ଯଦି ବହୁତ ଲୋକ କହନ୍ତି ଯେଉଁ 64 ଯୋଗିନୀ ମୂର୍ତ୍ତି ଯେମିତି ହେଇଛି ସେଇଭଳିଆ ସବୁ ଗ୍ରାମ ଦେବୀ। କହି ରଖୁଛି ଆମର ଦହେଜିଆ ବୋଲି ଜଣେ ପ୍ରଫେସର ଶିବିଆ ବିଷୟରେ କହିଛନ୍ତି, ପୁସ୍ତକ ଲେଖିଛନ୍ତି ତାଙ୍କର ଯୋଗିନୀ କଳ୍ଠରେ। ତେଣୁ ଗ୍ରାମ ଦେବୀ ଏବଂ ଦେବତା ହେଲେ ପ୍ରଥମ ଭୈରବ। କୁହାଯାଏ ଯେ ଏଇ ଗ୍ରାମ ଦେବୀ ଆଉ ଦେବତାଙ୍କ ପାଖରେ ଆମମାନଙ୍କର ପିତୃମାନେ ବହୁ ସମୟରେ ଥାଆନ୍ତି। ଯେଉଁ ଲୋକଟି ସେ ଗାଁରେ ବହୁତ ଦିନ ଧରି ବଞ୍ଚିଲା, ସେଇ ଲୋକର ସେଇ ଗାଁ ସହିତ ଋଣାନୁବନ୍ଧ ଥାଏ ଏବଂ ସେ ପିତୃ କିମ୍ବା ଆପଣଙ୍କର ପୂର୍ବପୁରୁଷମାନେ ଗ୍ରାମ ଦେବୀ କିମ୍ବା ଦେବତାଙ୍କ ପାଖରେ ଥାଆନ୍ତି।
ତେଣୁ ଆମ୍ଭଉତ ଗାଁରେ ଗ୍ରାମ ଦେବୀ ଏବଂ ଦେବତାଙ୍କୁ ଆଗ ପୂଜା କରାଯାଏ। ଗାଁରେ ଯଦି ପଣା ହେଲା ଏବେ ତାଙ୍କୁ ଦିଆହେବ। ଗାଁ ଯଦି କିଛି ଗୋଟେ ଆଦିବାସୀ ସମାଜରେ ତ ଯଦି ଛେଳି ଫେଳି ବି କଟା ହେଲା ତ ତାଙ୍କୁ ଦିଆହେବ। ଖାଲି ସେ ଦେବତା କିମ୍ବା ଦେବୀ ନୁହେଁ, ପିତୃ ଯେଉଁମାନେ ତାଙ୍କ ପାଖରେ ରହିଲେ ସେମାନେ ବି କିଛି ମାତ୍ରାରେ ପୂର୍ବପୁରୁଷ, ପିତୃଲୋକ ତ କହେ ପୂର୍ବପୁରୁଷ, ଅର୍ଥାତ୍ ଗ୍ରାମ ଦେବୀ ଏବଂ ଦେବତାଙ୍କର ପୂଜା ମଧ୍ୟ ଖୁବ୍ ଅନୁରୂପ ଭୈରବଙ୍କ ଭଳିଆ। ସେଇ ଯେଉଁ ଆନ୍ଧ୍ରପ୍ରଦେଶ କଥା କହୁଥିଲି ସେଠି ତାଙ୍କର ଦିଅନ୍ତି କ'ଣ ଏଇ ଯେଉଁ ଆମର ଦାରୁ ହେରିକା ବି ଦିଆଯାଏ। ମଦ ମାନେ ଏଠି ମୁଁ ଆପଣଙ୍କର ଅହଙ୍କାର କହୁନି, ମଦିରା ଦିଆଯାଏ। ଯେଉଁ ଛୋଟ ଛୋଟ ସତ୍ତ୍ୱମାନେ ଅଛନ୍ତି, ପ୍ରେତ ଭୂତ ଯେଉଁମାନଙ୍କୁ କୁହାଯାଏ, ମୁଁ କୌଣସି ଅନ୍ଧବିଶ୍ୱାସ ଆପଣଙ୍କ ପାଖକୁ ପୁରେଇବାକୁ ଚାହୁଁନି। ଆପଣ ଇଣ୍ଡିଆନ୍ ପାରାନର୍ମାଲ ସୋସାଇଟି ହେଲା ଅଦର ଯେଉଁମାନେ ବୈଜ୍ଞାନିକ ରୂପେ ଗବେଷଣା କରୁଛନ୍ତି ତାଙ୍କୁ ବି ଦେଖିପାରନ୍ତି। କିଛି ଗୋଟେ ଅତୃପ୍ତ ଆତ୍ମା ହେଲା, ସେମାନେ ବି ବହୁ ମାତ୍ରାରେ ଏଇ ଯେଉଁ ମଦିରା ହରିକା ଦିଆଯାଏ ସେମାନଙ୍କର ତୃପ୍ତି ପାଇଁ। ଭୈରବଙ୍କ ପାଖରେ ସେମାନେ ବି ରହନ୍ତି, ଗ୍ରାମ ଦେବୀ କିମ୍ବା ଦେବତାଙ୍କ ପାଖରେ। ତେଣୁ ତାଙ୍କର ତୃପ୍ତି ହେଲା ଏବଂ ଗାଁ ଦେବୀ କିମ୍ବା ଦେବତା ଆପଣଙ୍କ ଉପରେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେଲେ। ଏଠି ମୁଁ କହି ରଖୁଛି, ଆପଣଙ୍କର କୁଳ ଦେବୀ ନୁହେଁ କି ଆପଣଙ୍କର ଇଷ୍ଟ ଦେବୀ ନୁହେଁ କି ଦେବତା ନୁହନ୍ତି, ଗ୍ରାମ ଦେବୀ କିମ୍ବା ଦେବତା। ପରିଶେଷରେ କହି ରଖୁଛି, ଯଦି ଆପଣ ଭୈରବ ଉପାସନା କରୁଛନ୍ତି ତାହେଲେ ପ୍ରଥମେ ଆପଣ ନିଜର ଗ୍ରାମ ଦେବତାଙ୍କୁ ଆବାହନ କରିବେ। ମନେ ମନେ ଆପଣ ଜାଣିନାହାନ୍ତି ଆପଣ ଗ୍ରାମ ଦେବତା ଥରେ ଦୁଇଥର ତ ଗାଁକୁ ଯାଇଥିବେ, ସେ ଗାଁର ଯଦି ମନ୍ଦିର ବି ମନେ ଥିବ, ସେ ମନ୍ଦିର ଗୋଟେ ମାନସ ପଟଳକୁ ମନକୁ ମନ ଆଣି ଆପଣ ତାଙ୍କୁ ଆଗ ଆବାହନ କରିବେ ଏବଂ ଯଦି କିଛି ନୈବେଦ୍ୟ ଦେଉଛନ୍ତି କିମ୍ବା ଆପଣ ହୋମ କରୁଛନ୍ତି ତାହେଲେ ଆଗ ତାଙ୍କ ନାଁରେ ଅର୍ପଣ କରିବେ, ଗ୍ରାମ ଭୈରବାୟ ସ୍ୱାହା ଫଟ୍ ସ୍ୱାହା, ଯାହା ଆପଣ କହିପାରନ୍ତି। ତାପରେ ଯେଉଁ ଭୈରବଙ୍କର ଆପଣ ସାଧନା କରୁଛନ୍ତି ଆପଣ ତାଙ୍କୁ ଆବାହନ କରିକି ତାଙ୍କୁ ପୂଜା କରିପାରନ୍ତି। ଗୋଟିଏ ସରଳ ଉପାୟଟିଏ କହି ରଖୁଛି। ମନେକର ଆପଣ କାଳ ଭୈରବଙ୍କୁ ପୂଜା କରୁଛନ୍ତି, ତ ପ୍ରଥମେ ଆପଣ ନିଜର ଗ୍ରାମ ଦେବତାଙ୍କୁ ଆବାହନ କରିବାକୁ ପଡ଼ିବ। ତାଙ୍କୁ ଅର୍ପଣ କରିସାରିଲା ପରେ ଆପଣ ଅଷ୍ଟ ଭୈରବଙ୍କୁ ଆବାହନ କରିବେ। ଅସିତାଙ୍ଗୁରୁଶ୍ଚଣ୍ଡ କ୍ରୋଧଶ୍ଚ ଉନ୍ମତ୍ତ ଭୈରବ କପାଳି ଭୀଷଣଶ୍ଚୟ ସଂହାର ଅଷ୍ଟ ଭୈରବ, ଏଇ ଯେଉଁ 8ଟା ଭୈରବଙ୍କୁ ତାଙ୍କୁ ଅର୍ପଣ କରିସାରିଲା ପରେ ତାପରେ ଯାଇକି ଆପଣ କାଳ ଭୈରବଙ୍କୁ ଅର୍ପଣ କରିବେ। ତେଣୁ କ୍ଷେତ୍ରପାଳ ରୂପେ ପ୍ରଥମେ ଆପଣଙ୍କର ଭୈରବ ହେଲେ ଆପଣଙ୍କ ଗାଁର ଭୈରବ। ଆପଣ ତାଙ୍କୁ ପ୍ରଥମେ ପୂଜା କରିବେ ଏବଂ ଯଦି ଆପଣ ଏବେ ବି ଗାଁରେ ନିବାସ କରୁଛନ୍ତି, ଆପଣ ନିଜ ଗ୍ରାମ ଦେବୀ କିମ୍ବା ଦେବତାଙ୍କୁ ଭୈରବ ରୂପେ ପୂଜା କରୁଛନ୍ତି, ମୋତେ ଲାଗୁନି ଆପଣଙ୍କର ଅନ୍ୟ କୌଣସି ଭୈରବଙ୍କୁ ଦରକାର ଅଛି ପୂଜା କରିବା। ହଁ, କିଛି ଜାଗାରେ ସୌମ୍ୟ ଦେବୀ କିମ୍ବା ଦେବତା ଥାଆନ୍ତି, କେଉଁଠି ଗୋଟେ ଗାଁ ଦେବତା ହେଇଗଲେ କୃଷ୍ଣ, ହଁ ସେ ଜାଗାରେ ଜିନିଷଟି ହୁଏତ ଏତେ କାମ ଦେବନି, କାରଣ ଭୈରବଙ୍କର ଯେଉଁ ଅନ୍ୟ ସ୍ୱରୂପ ଗୁଡ଼ିକ ସେଠି ମ୍ୟାଚ୍ କଲାନି। ବିକଟାଳ ରୂପ ହେଲା କି ଗୋଟେ ଉଗ୍ର ପୂଜା ହେଲା, ସେଇଗୁଡ଼ା ସେଠି ହେଲାନି। ଯେଉଁ ଅତି ସୌମ୍ୟ ଅଛନ୍ତି ହୁଏତ ନାହିଁ, ବଟ୍ ତଥାପି ସେ ଯିଏ ବି ହୁଅନ୍ତୁ ନା କାହିଁକି, ଗ୍ରାମ ଦେବୀ କିମ୍ବା ଦେବତା ଆପଣଙ୍କର ହେଲେ ପ୍ରଥମ ଭୈରବ। ବହୁତ ଗ୍ରାମ ଦେବୀଙ୍କ ପାଖରେ ବଳି ବି ପଡ଼େ। ଏବେ ସେ ଆମର କେତେ ଗୋଟେ ଜାଗାରେ ମୁଁ ନିଜେ ଦେଖିଛି, ଏବେ ତ ବନ୍ଦ ହେଇଗଲାଣି, କିଛି ବର୍ଷ ପୂର୍ବର କଥା କହୁଛି। ତେବେ ମନେ ରଖିଥାନ୍ତୁ, ଭୈରବ ଉପାସନାରେ ଆପଣଙ୍କର ପ୍ରଥମ ଭୈରବ ହେଲେ ଆପଣଙ୍କର ଗ୍ରାମ ଭୈରବ। ଯଦି ଏମିତି ଶବ୍ଦ ନାହିଁ, ଆପଣଙ୍କର ହୃଦୟଙ୍ଗମ ନିମନ୍ତେ ଗୋଟେ ଉପସ୍ଥାପନା କଲେ ଗ୍ରାମ ଭୈରବ। ଗ୍ରାମ ଭୈରବଙ୍କୁ ଆପଣ ଆଗେ ପୂଜା କରିବେ। ଯଦି ସେ ଗ୍ରାମ ଦେବୀ କିମ୍ବା ଦେବତାଙ୍କ ନାଁ ଆପଣ ଜାଣିଛନ୍ତି, ମନେକର ଜାଣିଛନ୍ତି ନା ବାସୁଳେଇ, ତାଙ୍କ ନାଁଟା ବାସୁଳେଇ ସ୍ୱାହା କରିକି ଆପଣ ଦେବେ। ଯଦି କୌଣସି ଦେବ ହେଲେ, ମନେକର ସେ ଦେବତାଙ୍କ ନାଁ ହେଲା ଦିବ୍ୟାଙ୍ଗ ଦେବ, ଦିବ୍ୟାଙ୍ଗ ଭୈରବା ସ୍ୱାହା। ହଁ, ତ ପ୍ରଥମେ ଆପଣ ନିଜର ଗ୍ରାମ ଦେବୀ କିମ୍ବା ଦେବତାଙ୍କୁ ପୂଜା କରିବେ। ତା'ର ବହୁତ ଗୁଡ଼ିଏ ଉଦାହରଣ ଆଜିକା ଦିନରେ ବିଭିନ୍ନ ସ୍ଥାନରେ ବି ମିଳୁଛି। ଆପଣ ଯେଉଁ କୌଣସି ସିନେମାକୁ ମୁଁ ପ୍ରଚାର କରୁନି, କିନ୍ତୁ କାନ୍ତାରା ସିନେମା ଯଦି ଦେଖିଥିବେ, ଯାହାପରେ ମୁଁ ଇଂରାଜୀରେ ବି ଆଗରୁ ଭିଡ଼ିଓ କରିଛି, ସେଥିରେ ଯେଉଁ
କୋଲା କୂଳ ନା କ'ଣ କହୁଛନ୍ତି, ଯେଉଁଥିରେ କି ଆଜି ବି ସେ ଭୈରବ କଥା ବହୁତ ଚାଲିଛି ଏବଂ ସେ ସିନେମାରେ ବି ବହୁତ ଭୈରବଙ୍କ ଗୀତ ଅଛି। ଭୈରବ କହିଲେ ପ୍ରଥମେ ଆପଣଙ୍କର କ୍ଷେତ୍ରପାଳ, ସେ ହେଲେ ଆପଣଙ୍କର ଗାଁର କ୍ଷେତ୍ରପାଳ। ଆପଣ ଯେଉଁ ସ୍ଥାନରେ ରହୁଛନ୍ତି ତାର କିଛି ଆମେ ବର୍ତ୍ତମାନ ଧଉଳିରେ ରହୁଛୁ, ଏଟା ଗୋଟେ ଗାଁଟେ, ଏ ଜାଗାରେ ଆପଣଙ୍କର ମଙ୍ଗଳା ହେଲେ ଏଠି ଅଛନ୍ତି ଦେବୀ ହିସାବରେ। ତ ମଙ୍ଗଳା ହେଲେ ବେଶୀ ହେଲା ଭୈରବ। ତେଣୁ ଆଗ ଆପଣ ତାଙ୍କୁ ଆହ୍ୱାନ କରିବେ, ତାଙ୍କୁ ଉପାସନା କରିବେ, ତାପରେ ଭୈରବ ସାଧନା ଆଗକୁ ବଢ଼ାଇବେ। ନିଶ୍ଚିତ ରୂପେ ସେ ଆପଣଙ୍କୁ ରକ୍ଷା କରିବା କାମଟା ହେଲା ତାଙ୍କର। ହଉ, ଆଜି ତ ସମୟ ହେଇଯାଇଛି। ଆଶା କରେ ଆପଣ ଭିଡ଼ିଓଟି ବୁଝିପାରିଥିବେ। ଦୁଃଖର ବିଷୟ, ଭିଡ଼ିଓଟି ତ ବହୁତ ଲୋକ ଦେଖୁନାହାନ୍ତି। ହୁଏତ ଶିବ ତତ୍ତ୍ୱ ବିଷୟରେ ଜାଣିବାର ତାଙ୍କର ଇଚ୍ଛା ନଥିବ, କିମ୍ବା ମୋ ଭଳିଆ ମହାମୂର୍ଖ କିଛି ଠିକ୍ରେ ଉପସ୍ଥାପନା କରିପାରୁନଥିବେ। ତେବେ ସେ ଯାହା ବି ହେଉନା କାହିଁକି, ମୋ କର୍ତ୍ତବ୍ୟ ହିସାବରେ ମୁଁ ମୋର ଜ୍ଞାନ ଗୁଡ଼ିକ ଭିଡ଼ିଓ ମାଧ୍ୟମରେ ଉପସ୍ଥାପନା କରୁଛି। ଆଜି ନହେଲେ କାଲି ହୁଏତ କୌଣସି ମୂର୍ଖ ଲୋକ ତାକୁ ଦେଖିବେ। ହଉ, ସେଇ ଗ୍ରାମ ଦେବୀ କିମ୍ବା ଦେବତାଙ୍କର ଚରଣାରବିନ୍ଦରେ ଆପଣ ସମସ୍ତଙ୍କର ରକ୍ଷା କାମନା କରି ଆଜି ପାଇଁ ମୁଁ ରହିଲି। ଓମ୍ ନମଃ ଶିବାୟ।